ଚାଲନ୍ତୁ ଫ୍ରେଣ୍ଡସ୍, ବହୁତ ଗରମ ହଉଛି ଆଜି ରାତିରେ କୋଉ ଭଳି ଭାବରେ ଆମେ ମାନେ ପିଣ୍ଡାରେ ସବୁ ଶୋଇଛନ୍ତି। ତ ଚାଲନ୍ତୁ ଯିବା ଦେଖିବା। ତ ଦେଖିବା ଚାଲନ୍ତୁ ପିଣ୍ଡାରେ। ଆଉ ଶୋଇବିନି। ସେଇଟା ପଳେଇବନି। ମୁଁ ଜାଣିନି। ଫ୍ୟାନ ଚାଲିଛି। ରାତିରେ ଶୋଇବା ପାଇଁ ଥଣ୍ଡା ଲାଗୁଛି। ତ ରାତି ସାରା ତ ଶୋଇ ହବନି। ଆଉ ବର୍ତ୍ତମାନ ଆମେ ଏଇ ବଙ୍ଗଳାରେ ଶୋଇ ପଡିବା। ତ ଚାଲନ୍ତୁ ସବୁ ଅନ୍ଧାର ହେଇ ସାରିଲାଣି। ସମସ୍ତଙ୍କର ଘରେ ଶୋଇ ପଡ଼ିଲେଣି। ତ ଆମେ ଚାଲନ୍ତୁ ଶୋଇ ପଡିବା। ତ ବର୍ତ୍ତମାନ ଟାଇମ କେତେ ହେଇଛି? 10ଟା 6। 10ଟା 6 ବାଜିଛି। ତ ଚାଲନ୍ତୁ ଆମେ ସବୁ ଶୋଇପଡିବା। ତ ବହୁତ ଗରମ ମଧ୍ୟ ହଉଛି। ଆଉ ଫ୍ୟାନ ଦେଖନ୍ତୁ, ଟେବୁଲ ଫ୍ୟାନ ଚାଲିଛି। ତ ରାତି ପାଇଲେ ଆପଣ ମାନଙ୍କୁ ଆମେ ଦେଖେଇବୁ ସବୁ କିଛି। ବର୍ତ୍ତମାନ 10ଟା 6 ବାଜି ସାରିଛି ରାତି। ଆଉ ଚାଲନ୍ତୁ। ତ ଫ୍ରେଣ୍ଡସ୍ ଦେଖନ୍ତୁ, ଆଉ ବହୁତ ଜୋରେ ଗରମ ମଧ୍ୟ ହଉଛି ବର୍ତ୍ତମାନ ଟାଇମରେ। ଯୋଉ ଭଳି ଭାବରେ ଆମର ଗରମ ହଉଛି ଆପଣ ତ ଜାଣିଥିବେ। ତ ତେଣୁକରି ରାତି 10ଟା 15 10:30 ବାଜିଲାଣି। ତ ବାଇରେ ବାରଣ୍ଡାରେ ଟିକେ ବସିବା ପାଇଁ ଆମେ ଏଠି ଫ୍ୟାନ ଖୋଲା ଯାଇଛି। ତ ବର୍ତ୍ତମାନ ଚାଲନ୍ତୁ ଭିତରକୁ ଯିବା। ରାତି ସାରା ତ ବାହାରେ ବସି ହବନି। ତେଣୁକରି ଆମେ ଭିତରକୁ ଯିବା। ଚାଲନ୍ତୁ। ଥଣ୍ଡା ଲାଗୁଛି। ଆଉ ଫ୍ୟାନ ଚଲା ଯାଇଛି। ଆଉ ବାଇରେ ବି ପବନ ଦଉଛି। ଗ୍ରିଲ ଟା ଖୋଲିଦେ, ସାଉଣ୍ଡ କରୁଛି। ବସିବୁ ନା ଏଠି? ପାଣି ଥଣ୍ଡା ଢାଳି ଦେବି। ତ ଭିତରେ ଗରମ ହଉଛି, ପୁଣି ବାହାରକୁ ପଳେଇ ଆସିଲୁ ବସିବୁ ବର୍ତ୍ତମାନ। ତ ଭିତରେ ପୁରା ବାମ୍ଫ ବାହାରୁଛି। ଆଉ ବର୍ତ୍ତମାନ ଆଉ କିଛି ସମୟ ବସିକି ପଳେଇ ଯିବୁ। ତ ଗରମ ଜୋର ବି ହଉଛି। ଦିନରେ ଖରା, ରାତିରେ ତାରା, ବହୁତ ଗରମ ବି ହଉଛି। ତ ବୋଉ ତାର ମେଡିସିନ ଖୋଲିକି ତାର ଖାଇବା ପାଇଁ ପାଣି ବୋତଲ ବି ରହିଛି। ଆଉ ମେଡିସିନ ମଧ୍ୟ ଖାଉଛି। ଦେଖନ୍ତୁ, ଆଉ ଜଣଙ୍କୁ ନିଦ ମାଡୁନି, ସେ ତକିଆ ଧରିକି ବୁଲୁଛି। ଘର ଗରମ ହଉଛି ନା କଣ? ମୁଁ ବା ଘର ଭିତରେ ଯାଉଥିଲି। ଗରମ ଜୋର ହଉଛି ଘର ଭିତରେ। ଆଉ ଏଇଠି ତାର ବୋଉ ତାର ଆସିକି ପୁଣି ବସିଲା। ତା ତକିଆ ଧରିକି ବୁଲୁଛି। ଯୋଉଠି ନିଦ ମାଡିବ ସେଇଠି ତକିଆ ପକେଇକି ଶୋଇବି। ତ ମାମୁନ ତକିଆ ଧରିକି ନିଦ ମାଡେ, ଯେଇଠି ନିଦ ମାଡିବ ସେଇଠି ତକିଆ ପକେଇ ଶୋଇ ପଡିବ। ଭିତରକୁ ପଳେଇବା, ଶୋଇ ପଡିବା, ବିଛଣା ବିଛେଇବା, ମଶାରୀ ଟାଙ୍ଗିବା, କେତେ ପ୍ରକାର ଅଛି। ରାତି ବହୁତ ହେଇ ସାରିଲାଣି। 10ଟା 35। 11ଟା ହେଇଯିବ ଏଇନା। ଆଉ କେତେ ବାଟ କି? 10ଟା 35, ଦୌଡିକି ପଳେଇଯିବ ଘଣ୍ଟା। ମାମୁନି ତକିଆ ଧରି ତାର ବୁଲୁଛି, ତାର ନିଦ ମାଡୁନାହିଁ। ଆଉ କଣ କରିବ? ଘର ଭିତରେ ଏଇନା ବାମ୍ଫ ବାହାରୁଛି। ଫ୍ୟାନ ପାଣି ବୋତଲ କେମିତି ନେବି? ଧର ପାଣି ବୋତଲ ଟା। ଫ୍ୟାନ ଟା ନେଇଯିବା ଘର ଭିତରକୁ। ଦେଖନ୍ତୁ, ଫ୍ୟାନ ଚାଲିଛି, ମୁଁ ନେଇ ଯାଉଛି ଘରକୁ। ଫ୍ୟାନ ବନ୍ଦ ନାହିଁ। ଏତେ ଗରମ ଯେ ହଉଛି, ଫ୍ୟାନ ର ପବନ ଖାଇ ଖାଇକା ମୁଁ ଚାଲିଛି। ତ ବର୍ତ୍ତମାନ
ଯୋଉ ଗରମ ହଉଛି ଆପଣ ମାନେ ତ ଦେଖୁଥିବେ କୋଉ ଭଳି ଭାବରେ ଗରମ ହଉଛି ଘର ଭିତରେ ପୁରା ବାମ୍ଫ ବାହାରୁଛି। ଆଜି ବଙ୍ଗଳାରେ ଶୋଇ ପଡିବା। ତ କବାଟ ଝରକା ସବୁ ଟିକେ ଫାଙ୍କା ରଖିଦବା। ମୌସୁମୀ ଆସିବ କୋଉଦିନ ଟିକେ ଥଣ୍ଡା ଲାଗିବ। ବାଇରେ ଲାଇନ ବନ୍ଦ କରିଦେଇଥାଅ। ପଳିଆ ଚାବିଏଠି ସେଇଠି ଅଛି। ତ ଲାଇଟ ଟିପିଦବା ଅନ୍ଧାର ହୋଇଛି। ଆସିଗଲା ଲାଇଟ ଆଁ। ତ ରାତିର କବାଟ ଝରକା ଖୋଲା ଗଲା ପବନ ଆସିବ। ତ ବର୍ତ୍ତମାନ ଝରକା ଖୋଲା ଗଲା ଆଉ ପବନ ଆସିବ ରାତିରେ। ଚାରି ପାଖ ଏପାଖରେ ମଧ୍ୟ ଝରକା ଖୋଲା ଆଉ ଏପାଖ ଖୋଲା। ବର୍ତ୍ତମାନ ଆମର ରେଡି କରାଯିବ ବିଛଣା। କାଲି ସକାଳୁ ହେଲେ ମୁଁ ଆପଣଙ୍କୁ ସବୁ ବ୍ଲଗରେ ଦେଖେଇବି କଣ ସବୁ ହବ। ତ ବର୍ତ୍ତମାନ କାଠି ସେପଟା ଶୋଇନେ ଥଣ୍ଡା ନାଗିବ। ତ ବର୍ତ୍ତମାନ ମଶାରୀ ଭିତରେ ଆମେ ଆସି ସାରିଲୁଣି ଆଉ କାଲି ରାତି ପାଇଲେ ଆପଣ ମାନଙ୍କୁ ସବୁ ଦେଖେଇବୁ ଭିଡିଓ। ତ ବର୍ତ୍ତମାନ ଆଜି ଶୋଇପଡିବା। ଆଉ ଗରମ ତ ଜୋର ହଉଛି ମଶାରୀ ଟଙ୍ଗା ଯାଉଛି ମଶାରୀ ନ ଟଙ୍ଗା ଗଲେ ତ ମଶା ଖାଇବ। ରାତିରେ ତ ଚାଲନ୍ତୁ ବର୍ତ୍ତମାନ ଆମେ ସକାଳୁ ହେଲେ ଆପଣ ମାନଙ୍କୁ ଦେଖେଇବୁ ବ୍ଲଗରେ ସବୁ କିଛି। ଚାଲନ୍ତୁ ରଖିଦବା ଆଜି ଏଇଠୁ ଶେଷ କରିଦବା। ହାଇ ଫ୍ରେଣ୍ଡସ୍ ନମସ୍କାର। ତ ବର୍ତ୍ତମାନ ସକାଳ ହେଇ ସାରିଲାଣି ଆଉ ତ ଚାଲନ୍ତୁ ଆଜି ଭିଡିଓରେ କଣ ପକେଇବି ସବୁ ଆପଣ ମାନଙ୍କୁ ମୁଁ ଦେଖେଇବି। ତ ଭାବିଲି ଆଜି ଗୋଟେ ମାଛ ବ୍ଲଗ କରିବା ପାଇଁ। ତ ଚାଲନ୍ତୁ ଆଉ ଦେଖେଇବି ଆପଣ ମାନଙ୍କୁ ଆଜି ଗୋଟେ ମାଛ ବ୍ଲଗ କରିକି ଦେଖେଇବି। ତ ବର୍ତ୍ତମାନ ସକାଳ ହେଇ ସାରିଲାଣି କାଲି ରାତିରେ ଆମକୁ ବହୁତ ଗରମ ହେଲା। ଆଉ ଶୋଇ ହେଲାନି ତେଣୁକରି ଆମେ ଏଇ ବଙ୍ଗଳାରେ ଏଇ ସପ ପକେଇକି ମଶାରୀ ଟାଙ୍ଗିକି ଶୋଇଲୁ। ତ ତେଣୁ କରିକି ବର୍ତ୍ତମାନ ସକାଳ ହେଇ ସାରିଲାଣି ଚାଲନ୍ତୁ ଆଜି ଗୋଟେ ଭାବିଲି ମାଛ ବ୍ଲଗ କରିବା ପାଇଁ ତ ଚାଲନ୍ତୁ ଆଜି ଦେଖିବା ଆଉ ବ୍ଲଗରେ କଣ ସବୁ ରହିଛି। ଭିଡ଼ିଓଟି ସବସ୍କ୍ରାଇବ କରିଦେବେ ଯଦି ଭଲ ଲାଗୁଥାଏ। ଆଉ ତ ଚାଲନ୍ତୁ ଆଉ କଣ କହିବି ଆପଣ ମାନେ ତ ସବୁ ଜାଣିଛନ୍ତି। ଚାଲନ୍ତୁ ଆଜି ବ୍ଲଗରେ କଣ ରହିବ ସେ ଦେଖିବା। ୟାର ବାହାଘର ସରିଯାଇଛି ବର୍ତ୍ତମାନ। ଫଟୋ ଉଠେଇବା। ତା ବର ନାଁ ଧରୁନାହିଁ ସେ ଚୁପ୍ କିନା କହିଦଉଛି। ମୋର ପସନ୍ଦ ଗରମରେ ବାହାରି ଗରମ ଟେମ୍ପରେଚର ଅଧିକା ଅଛି। ୟାର ବାହାଘର ସରିଯାଇଛି ବର୍ତ୍ତମାନ। ତ ଫ୍ରେଣ୍ଡସ୍ ବର୍ତ୍ତମାନ ଦେଖନ୍ତୁ ବୋଉ ବଜାରରୁ ମାଛ ନେଇକି ଆସିଲା। ଆଉ କୋଉ ମାଛ ନେଇକି ଆସିଛି ମାନେ କୋଉ ପ୍ରକାର ମାଛ ନେଇକି ଆସିଛି ଆପଣ ମାନଙ୍କୁ ଦେଖେଇବି। ତ ବର୍ତ୍ତମାନ ଚାଲନ୍ତୁ ଦେଖିବା। ତ ଆଗକୁ ଦେଖିବା ମୁଁ ସବୁ କିଛି ଭିଡିଓରେ ସବୁ ଆପଣଙ୍କୁ ଦେଖେଇବି। ତ ଆଜି ମାଛ ବ୍ଲଗ ରହିଛି ତ ଦେଖନ୍ତୁ ବର୍ତ୍ତମାନ ପନିକି ଭଜା ଚାଲିଛି।
ତ ଚାଲନ୍ତୁ ବର୍ତ୍ତମାନ ମାଛକୁ ନେଇକି ଆସିଛି। ତ ବର୍ତ୍ତମାନ ଟମାଟୋ କଡ଼ା ଗଲା, ତାପରେ କୋଉ ମାଛ ଦେଖିବା ଚାଲନ୍ତୁ। ଜରି ଭିତରେ ରହିଛି ମାଛ। ଚାଲନ୍ତୁ ଦେଖିବା କୋଉ ପ୍ରକାର ମାଛ ଆସିଛି। ତ ଦେଖନ୍ତୁ ଆପଣ ମାନେ ଦେଖିକି କମେଣ୍ଟରେ କହିବେ ଏ କୋଉ ମାଛ। ଇଏ ବାହାଲ ମାଛ ମୁଁ କହିଦଉଛି ଆପଣ ମାନେ କମେଣ୍ଟରେ କହିବେ ଇଏ ବାହାଲ ମାଛ କି ଆଉ କଣ। ତ ଚାଲନ୍ତୁ ବର୍ତ୍ତମାନ ବୋଉ ମାଛ ନେଇକି ଆସିକି ବନେଇ ଦଉଛି ପନିକିରେ ସରି ଯାଇଛି ପନିକି ଆଣିକି ବନେଇ ଦଉଛି। ତ ଚାଲନ୍ତୁ। ମାଛ ତା ପକ୍ଷୀ ସବୁ କଟା ଗଲା, ତାପରେ କାତି କଡା ଯିବ। କାତି ଦେଖନ୍ତୁ କୋଉଭଳି ଭାବରେ ଆମର ପନିକିରେ କଡା ଯାଉଛି। ତ ବହୁତ ଛୋଟ ଛୋଟ ବଡ ମାଛ କିନ୍ତୁ ଛୋଟ କାତି ରହିଛି। ବେଶୀ ବଡ କାତି ନାହିଁ ତ ବାହାଲ ମାଛରେ। ତ ଚାଲନ୍ତୁ ବର୍ତ୍ତମାନ କାତି ଛଡା ସରିଲା ପରେ ତାକୁ ଧୋଇ ନବା। ଟିଅଲରେ ପାଣି ମଡା ଚାଲିଛି ବର୍ତ୍ତମାନ, ଆଉ ଧୋଇ ନବା। ପରିଷ୍କାର କରିକି ଆମେ ସବୁ ଧୋଇ ନବା, ଯାହା କିଛି ରହିଛି ଆଉ ଛୋଟ ଛୋଟ କାତି ତାକୁ ଖରେ କାଢିକି ତାକୁ ସଫା କରିଦଉଛି ବୋଉ। ତ ଚାଲନ୍ତୁ। ଧୋଇ ନେଇ ସାରିଲା ପରେ ଆମେ ପୁଣି ନେଇଯିବା ଘରକୁ। ଗୋଟା ଧୋଇଦବା, ଗୋଟା ଧୋଇ ସାରିଲା ପରେ ପୁଣି ପନିକିରେ ଆଉ ଥରେ ତାକୁ କାଟିଦବା, ଆଉ କଟା ଗଲା ପରେ ଆଉ ଧୁଆ ଯିବନି। ମାଛ ମାନେ କାତି ବାତି ପକ୍ଷୀ ସବୁ କଟା ହେଲା ପରେ ତାକୁ ଧୋଇଦବା ପରିଷ୍କାର କରିକି। ତ ଚାଲନ୍ତୁ ଆମର ଏଇଭଳି ତ ମାଛ ବନା ଯାଉଛି, ଆପଣଙ୍କ ଅଞ୍ଚଳରେ କେମିତି ମାଛ ବନା ଯାଉଛି ଆପଣଙ୍କ ଘରେ ତ ଆପଣ କମେଣ୍ଟରେ ଲେଖିକି ନିହାତି କହିବେ। ତ ଧୋଇ ଧାଇ ନେଇ ଆସିଲା ପରେ ବର୍ତ୍ତମାନ ପନିକିରେ ତାକୁ କାଟି ନବା। ପିସ୍ ପିସ୍ କରିକି। ତ ପନିକିରେ କାଟି ନେଲା ପରେ ତାକୁ ପୁଣି ଆମେ ଆଗକୁ ଦେଖେଇବି ଆପଣ ମାନଙ୍କୁ। ବର୍ତ୍ତମାନ ଆମର ପନିକିରେ ମାଛ ସବୁ ରକ୍ତ ସବୁ ବୋହି ଯାଉଛି ଦେଖନ୍ତୁ ଆପଣ ମାନେ। ପୁରା ଜିଅନ୍ତା ରହିଛି ମାଛ। କେତେ ରକ୍ତ ବାହାରି ଗଲାଣି। ତ ଚାଲନ୍ତୁ ଆଗକୁ ଯିବା ଦେଖିବା। ତ ପିସ୍ ପିସ୍ କରିଦେଇ ସାରିଲେ ତ ମାଛର ବିହନ ରହିଛି ସବୁ ଲୁଣ ଆଉ ହଳଦୀ ତାକୁ ପକେଇ ମିକ୍ସ କରିକି ତାକୁ ରଖିଦବା। ତାପରେ କଢା ବସେଇଦବା ଚାଲନ୍ତୁ, କଢା ବସେଇ ସାରିଲାଣି ଚୁଲି ଉପରେ। ତ କଡା ବସି ସାରିଲା ପରେ ତା ତେଲ ଟିକେ ଦେଇ ଦେଇଛି, ମାଛ ବର୍ତ୍ତମାନ ଛଡା ଯିବ। ତେଲ ଗରମ ହେଇ ସାରିଲାଣି। ତ ଚାଲନ୍ତୁ ବର୍ତ୍ତମାନ ଗରମ ଦିନ ତ ଚାଲିଛି। ଆଉ ଗ୍ୟାସ୍ ମଧ୍ୟ ସରି ଯାଇଛି। ଆଉ ମାଛ ତ ଆମର ସବୁବେଳେ ରୋଷେଇ ହୁଏ ଚୁଲିରେ। ତ ଚାଲନ୍ତୁ ବର୍ତ୍ତମାନ ଆମେ ସବୁ ମାଛ ଏଇଭଳି ପକେଇ ନବା। ତ ଫ୍ରେଣ୍ଡସ ବର୍ତ୍ତମାନ ଆମେ ସବୁ ମାଛ ପକେଇଦବା ଏଇଭଳି ଭାବରେ। ଗୋଟେ ସାଇଡ ହେଇ ସାରିଲା ପରେ ଆଉ ଗୋଟେ ସାଇଡ ଆପଣ ମାନଙ୍କୁ ମୁଁ ଦେଖେଇଦେବି ନୌଟା ମାନେ ଦି ପାଖ ଆମର ଯେମିତି ହବ ଭଲ ଭାବରେ ତ ସବୁ ପକେଇଦେଲେ ତ ବର୍ତ୍ତମାନ ତେଲରେ ମାଛ ବର୍ତ୍ତମାନ ଗୋଟେ ସାଇଡ ହେଇ ସାରିଲାଣି। ତ ଆଉ ଗୋଟେ ସାଇଟ ଆପଣ ମାନଙ୍କୁ ନୋଉଟେଇଦବା ଦେଖେଇବି ଆପଣ ମାନଙ୍କୁ। ଆଉ ଗୋଟେ ସାଇଡ କୋଉ ଭଳି ଭାବରେ ଦେଖନ୍ତୁ ଗୋଟେ ସାଇଡ କୋଉ ଭଳି ହେଇ ସାରିଲାଣି ଆଉ ଗୋଟେ ସାଇଡ ନୋଉଟେଇ ଦବା। ତ ଏଇଭଳି ନୋଉଟି ସାରିଲା ପରେ ସବୁ ମାଛକୁ ଆମେ ସନ୍ତୁଳି ନବା। ତ ସନ୍ତୁଳି ନେଲା ପରେ ପୁଣି ଆମେ ତାକୁ ବଘାରି ନବା। ଗୋଟେ ଦେଖନ୍ତୁ ଆମର ହେଇ ସାରିଲାଣି ଏତିକି। ତ ଆଉ ଚାଲନ୍ତୁ ବଘାରି ନବା। ବର୍ତ୍ତମାନ ମିକ୍ସ କରିଦବା ସବୁ ମସଲା ତେଲ ଦେହରେ। ମିକ୍ସ କରିଦେଇକି ମୁଁ ଆପଣ ମାନଙ୍କୁ ମୁଁ ସଟରେ ଦେଖେଇ ଦଉଛି। ତ ବର୍ତ୍ତମାନ ବଗରା ଚାଲିଛି। ବର୍ତ୍ତମାନ ପଢାରେ ତ ଚାଲନ୍ତୁ ବର୍ତ୍ତମାନ ଆମର କଷା ଚାଲିଛି ମସଲା। ତ ପାଣି ଦେଇଦବା ପୁଣି ମସଲା ହେଇ ସାରିଲା ପରେ ପାଣି ଦେଇ ସାରିଲା ପରେ ପୁଣି ଆମର ଯୋଉ ସନ୍ତୁଳା ରଖାଯାଇଛି ମାଛ ତାକୁ ଛାଡିଦବା କଡାରେ। ତ କଡାରେ ଛାଡି ସାରିଲା ପରେ ଢାଙ୍କୁଣୀ ମାରିଦବା ପରେ ଆମର କିଛି ସମୟ ଛାଡିଦବା ଛାଡିଦେଲା ପରେ ଆମର ମାଛ ହେଇଯିବ ରେଡି। ତ ଚାଲନ୍ତୁ ବର୍ତ୍ତମାନ ଆମର ମାଛ ଯୋଉ ରଖିଛନ୍ତି ତାକୁ ପୁଣି ଛାଡିଦବା। ତ ବର୍ତ୍ତମାନ ଆମର ମାଛ ଛାଡିଦେଲେ।
ତାପରେ ଆମେ ମିକ୍ସ କରିଦବା ଖୁସୁଣୀରେ ସବୁ ଝୋଳ ସହିତ ଆଉ ମାଛକୁ ମେଲ୍ଟ କରିଦେଇ ସାରିଲା ପରେ କିଛି ସମୟ ଆମେ ଛାଡିଦବା। ତାପରେ ହେଇଯିବ ଆମର ରେଡି। ତାପରେ ବହୁତ ଜୋରେ ଭୋକ ଲାଗିଲାଣି ଖାଇ ନବା ଚାଲନ୍ତୁ। ଆଉ ବର୍ତ୍ତମାନ ତ ଗରମ ଦିନ ଚାଲିଛି। ଗରମ ତ ରହି ହଉନି ଆପଣ ମାନଙ୍କୁ ପୂର୍ବରୁ ଦେଖେଇଛି। ଦେଖେଇ ସାରିଲିଣି ଭିଡିଓଟି ଭଲ ଲାଗୁଥିଲେ ଚ୍ୟାନେଲକୁ ଗୋଟେ ଗୋଟେ ସବସ୍କ୍ରାଇବ କରିଦେବେ। ତ ଚାଲନ୍ତୁ ବର୍ତ୍ତମାନ ଆମେ ଖାଇ ନବା। ତ ଭାତ ପଠେଇ ବଢା ଦିଅନ୍ତୁ ତାକୁ ସଇଲାଣି ଖାଲି ବୋଉ ନେଇକି ଭାତ ଆସିବେ ବାଢି ଆଣି ଟିକେ। ସାରିଲାଣି। ତ ଚାଲନ୍ତୁ ବର୍ତ୍ତମାନ ଆମେ ଖାଇ ନବା ମାଛ ଯୋଉ ରନ୍ଧା ହେଇଥିଲା। ରୋଷେଇ କରାଯାଇଥିଲା ଦେଖନ୍ତୁ ମାଛ ବାଢି ନବା। ତ ଖାଇ ନବା ଚାଲନ୍ତୁ ବହୁତ ଜୋରେ ଭୋକ ଲାଗିଲାଣି। ତ ବର୍ତ୍ତମାନ ଯୋଉମାନଙ୍କୁ ଭିଡିଓଟି ଭଲ ଲାଗୁଛି ଚ୍ୟାନେଲକୁ ଗୋଟେ ଗୋଟେ ସବସ୍କ୍ରାଇବ କରିବେ ନିହାତି। ସବସ୍କ୍ରାଇବ କଲେ ନୂଆ ନୂଆ ନୋଟିଫିକେସନ ଆପଣଙ୍କ ପାଖକୁ ମାନେ ଆସିଯିବ। ତ ଭିଡିଓଟି ଆମେ ଆଗକୁ ନେଇ ପାରୁନାହୁଁ। ଭିଡିଓଟିକୁ ଆମେ ଏଇଠୁ ଶେଷ କରିଦଉଛୁ ତ ଚାଲନ୍ତୁ ନେକ୍ସଟ ଭିଡିଓରେ ଆପଣ ଆମକୁ କୋଅପରେଟ କଲେ ତ ଆପଣ ଆମେ ଆପଣଙ୍କୁ ନୂଆ ନୂଆ ଭିଡିଓ ଦେଖେଇବୁ। ତ ଭିଡିଓଟି ବିଲେଇ ଦେଖନ୍ତୁ ଆସି ସାରିଲାଣି ଖାଇବ ବୋଲି। ତ ଚାଲନ୍ତୁ ରଖିଦଉଛୁ ଭିଡିଓ ଏଇଠୁ। ରହିଲୁ ଜୟ ଜଗନ୍ନାଥ।